ବହିଟିର ନାମ ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ। ଏହା ଶଙ୍କରାଚାର୍ଯ୍ୟଙ୍କ ଜୀବନୀ ସହିତ। ଏହାକୁ ଲେଖିଛନ୍ତି ଦୟାନିଧି ଖଡ଼ିରତ୍ନ ବିଦ୍ୟାଭୂଷଣ ଜ୍ୟୋତି ଭାସ୍କର। ଏହି ବହିଟିର ପ୍ରକାଶକ ହେଉଛନ୍ତି ଧର୍ମଗ୍ରନ୍ଥ ଷ୍ଟୋର। ଚାଲନ୍ତୁ ଏବେ ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ ପୁସ୍ତକ ସମ୍ବନ୍ଧରେ କିଛି ଆଲୋଚନା କରିବା। ଯଦି ଏହି ବହିଟିର ସବିଶେଷ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ନୂଆ ନୂଆ ଭିଡ଼ିଓର ଅପଡ଼େଟ୍ ଆପଣ ପାଇପାରିବେ। ଭଗବାନ ଶଙ୍କରାଚାର୍ଯ୍ୟ ଭାରତର ଆଧ୍ୟାତ୍ମିକ ବିଜ୍ଞାନ ଆକାଶରେ ଦୀପ୍ତିମାନ ସହସ୍ରାଂଶୁ ତୁଲ୍ୟ ଉଦିତ ହୋଇଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ସେ ଯେ ଭାରତର ଶ୍ରେଷ୍ଠ ଦାର୍ଶନିକ ଏ କଥା କହିଲେ ଆଦୌ ଅତିଶୟୋକ୍ତି ହେବ ନାହିଁ। ତାଙ୍କର ଆବିର୍ଭାବରେ ପ୍ରାଚୀନ ମନୀଷୀଗଣଙ୍କର ଚିନ୍ତା ଜ୍ୟୋତି ମ୍ଳାନ ହୋଇଯାଇଥିଲା। ଅଥଚ ଏହା ମଧ୍ୟ ସତ୍ୟ ଯେ ଯାହା କିଛି ସତ୍ୟ ଓ ସାରତତ୍ତ୍ୱ ଏବଂ ଯୁକ୍ତିଧାରା ପ୍ରାଚୀନ ଆଚାର୍ଯ୍ୟଗଣ ଉଦ୍ଭାବନ କରିଥିଲେ ସେ ସମସ୍ତ ଆଚାର୍ଯ୍ୟଙ୍କର ଭାବ ଓ ଭାଷା ମଧ୍ୟରେ ସ୍ଥାନ ପାଇ ନୂତନ ଜ୍ୟୋତି ଓ ନୂତନ ଜୀବନ ଲାଭ କରି ଅପୂର୍ବ ଶ୍ରୀ ମଣ୍ଡିତ ହୋଇଅଛି। ଯଦିଚ ଏହା ପ୍ରତ୍ନତତ୍ତ୍ୱବିତ୍ ଐତିହାସିକମାନଙ୍କ ପକ୍ଷରେ ପ୍ରମାଣ କରିବା ନିମନ୍ତେ ଆଦୌ କଷ୍ଟକର ହେବ ନାହିଁ ଯେ ଶଙ୍କରଙ୍କର କେଉଁ କେଉଁ ଯୁକ୍ତି ପ୍ରାଚୀନ ଆଚାର୍ଯ୍ୟଗଣଙ୍କ ମଧ୍ୟରୁ କାହାର ଗ୍ରନ୍ଥରୁ ପ୍ରଥମ ଅବଲମ୍ବିତ ହୋଇଥିଲା ଏବଂ ଶଙ୍କରାଚାର୍ଯ୍ୟ କାହା ନିକଟରେ କେତେ ପରିମାଣରେ ଋଣୀ। ଏହା ସତ୍ୟ ଯେ ରାସାୟନିକ ପରୀକ୍ଷା ଦ୍ୱାରା ଏକ ଫୁଲର ଉପାଦାନ ସମୂହ ବିଶ୍ଳେଷଣ କରି ପ୍ରତ୍ୟେକ ଉପାଦାନର ମୂଳ କାରଣ ନିର୍ଦ୍ଦେଶ କରାଯାଇପାରେ। ତେବେ ଫୁଲର ଯେଉଁ ବୈଶିଷ୍ଟ୍ୟ, ଯେଉଁ ନିଜତ୍ୱ, ଯେଉଁ ଅସାଧାରଣ ସ୍ୱରୂପ ଅଛି ଏହାଦ୍ୱାରା ତା ପ୍ରକାଶ କରିବା ସମ୍ଭବପର ନୁହେଁ। ପ୍ରତିଭାବାନ ମନୀଷୀଗଣଙ୍କର ଚିନ୍ତା ଓ ରଚନା ମଧ୍ୟରେ ଏହି ତତ୍ତ୍ୱଟି ବିଶେଷ ଭାବେ ପ୍ରଣିଧାନଯୋଗ୍ୟ। ବେଦ, ବେଦାନ୍ତ, ଶ୍ରୁତି, ସ୍ମୃତି, ଗୀତା, ସଂହିତା ଆଦି ଧର୍ମଶାସ୍ତ୍ର ପ୍ରକାଶ କରିବା ଉଦ୍ଦେଶ୍ୟରେ ଏହି ଧର୍ମଗ୍ରନ୍ଥ ଷ୍ଟୋର ଅନୁଷ୍ଠିତ। ପ୍ରାଚୀନ ଲୁପ୍ତ ଗ୍ରନ୍ଥ ଧର୍ମଶାସ୍ତ୍ରମାନ ଉଦ୍ଧାର କରି ଉତ୍କଳବାସୀଙ୍କ ଧର୍ମଧାରଣାରେ ପ୍ରବର୍ତ୍ତାଇବା ଏହି ପୁସ୍ତକାଗାରର ପ୍ରଧାନ ଉଦ୍ଦେଶ୍ୟ। ଶଙ୍କରାଚାର୍ଯ୍ୟଙ୍କର ଦାର୍ଶନିକ ଅବଦାନର ପରିଚ୍ଛେଦ କରିବାକୁ ହେଲେ ତତ୍କାଳୀନ ସାମାଜିକ ଓ ଦାର୍ଶନିକ ପରିସ୍ଥିତିର କଥା ଚିନ୍ତା କରିବା ଆବଶ୍ୟକ ଏବଂ ତାହା ଏହି ଗ୍ରନ୍ଥ ମଧ୍ୟରେ ସୁବିସ୍ତାର ଆଲୋଚନା କରାଯାଇଅଛି। ପାଠକଗଣ ତା ପାଠ କରି ଏ ବିଷୟରେ ଯଥେଷ୍ଟ ଉପକୃତ ହେବେ। ସେ ବିଷୟରେ ଅଧିକ ଆଲୋଚନା କରିବା ପୁନରୁକ୍ତି ମାତ୍ର ହେବ। ତେବେ ସୁଦ୍ଧା ଏଠାରେ ଦାର୍ଶନିକ ପରିସ୍ଥିତି ବିଷୟ ସମ୍ୟକ ଆଲୋଚିତ ହୋଇଛି। ଶଙ୍କରଙ୍କ ଆବିର୍ଭାବର ବହୁ ପୂର୍ବରୁ ମହାମନୀଷୀ ନାଗାର୍ଜୁନ ତାଙ୍କର ମାଧ୍ୟମିକ କାରିକା, ବିଗ୍ରହ ବ୍ୟାବର୍ତ୍ତନ ପ୍ରଭୃତି ଗ୍ରନ୍ଥରେ ଯେଉଁ ଅପୂର୍ବ ଓ ଅଖଣ୍ଡନୀୟ ଯୁକ୍ତି ଦ୍ୱାରା ଜଗତର ବାସ୍ତବତ୍ୱ ଖଣ୍ଡନ କରିଅଛନ୍ତି ତାହା ଚିରକାଳ ନିମନ୍ତେ ଦାର୍ଶନିକ ମହଲରେ ବିସ୍ମୟ ଓ କୌତୂହଳ ଉଦ୍ରେକ କରିବ। ଏଥିରେ କୌଣସି ସନ୍ଦେହ ନାହିଁ। ଏହି ଚିନ୍ତାଧାରାକୁ ତାଙ୍କର ଶିଷ୍ୟ ପ୍ରଶିଷ୍ୟ ମଣ୍ଡଳୀ ସେମାନଙ୍କର ସ୍ୱରଚିତ ଟୀକା ଗ୍ରନ୍ଥ ମାଧ୍ୟମରେ ଆହୁରି ପରିପୃଷ୍ଟ ଓ ସୁଦୃଢ଼ କରିଥିଲେ। ନାଗାର୍ଜୁନ ପ୍ରାଚୀନ ବୈଭାଷିକ ମାନଙ୍କର ପଦାର୍ଥ ଖଣ୍ଡନରେ ବ୍ୟାପୃତ ଥିଲେ ଏବଂ ପରବର୍ତ୍ତୀ କାଳରେ ଦିନ୍ନାଗ, ଧର୍ମକୀର୍ତ୍ତି ପ୍ରଭୃତି ବୌଦ୍ଧ ଦାର୍ଶନିକଗଣ ଯେଉଁ ଅଭିନବ ସୌତାନ୍ତ୍ରିକ ଯୋଗାଚାର ମତରେ ଉଦ୍ଭାବନ କରି ଶୂନ୍ୟବାଦର ପ୍ରତିକୂଳରେ ଦଣ୍ଡାୟମାନ ହୋଇଥିଲେ ସେ ସମସ୍ତ ମତର ଖଣ୍ଡନ ଆମେ ଚନ୍ଦ୍ରକୀର୍ତ୍ତି ବିରଚିତ ପ୍ରସନ୍ନ ପଦନାମ୍ନୀ ଟୀକାରେ ବିସ୍ତୃତ ଭାବେ ଉପଲବ୍ଧି କରିଥାଉ। କିନ୍ତୁ ଇତିହାସ ଦିଗରୁ ଦେଖିଲେ ଏହା ସ୍ପଷ୍ଟ ପ୍ରତୀତ ହୁଏ ଯେ ଦିଗ୍ନାଥ, ଧର୍ମକୀର୍ତ୍ତି ଓ ଶାନ୍ତିରକ୍ଷିତ ପ୍ରଭୃତି ବୌଦ୍ଧ ଦାର୍ଶନିକମାନଙ୍କର ତୀବ୍ରତର ଯୁକ୍ତି ପ୍ରଭାବରେ କ୍ଷଣଭଙ୍ଗବାଦ ଓ କ୍ଷଣିକ ବିଜ୍ଞାନବାଦ ସେତେବେଳେ ପ୍ରୌଢ଼ ମୂଳ ହୋଇଥିଲା। ଏହି କାରଣରୁ ଷଷ୍ଠ ଶତାବ୍ଦୀ ଠାରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ବ୍ରାହ୍ମଣ ଓ ଜୈନ ଦର୍ଶନ ଗ୍ରନ୍ଥରେ ଆମ୍ଭେମାନେ କ୍ଷଣିକବାଦର ଯେଉଁପରି ସୁଦୃଢ଼ ଓ ପ୍ରବଳ ଖଣ୍ଡନ ମତ ଦେଖିବାକୁ ପାଉ ଶୂନ୍ୟବାଦରେ ତତ୍ସଦୃଶ ଖଣ୍ଡନ ଦେଖିବାକୁ ପାଉନାହୁଁ। ଆହୁରି ଆଶ୍ଚର୍ଯ୍ୟର ବିଷୟ ଯେ ବୈଭାଷିକମାନଙ୍କର ମତବାଦ ସମ୍ପୂର୍ଣ୍ଣ ଉପେକ୍ଷିତ ଓ ଅନାଲୋଚିତ ହୋଇଅଛି।
ଶଙ୍କରାଚାର୍ଯ୍ୟ ତାଙ୍କର ଶାରୀରିକ ମୀମାଂସାର ତର୍କବାଦରେ ସର୍ବାସ୍ତିତ୍ୱବାଦ ବୋଲି ଯେଉଁ ମତର ଖଣ୍ଡନ କରିଅଛନ୍ତି ତାହା ସୌତ୍ରାନ୍ତିକ କ୍ଷଣଭଙ୍ଗବାଦ ଛଡ଼ା ଆଉ କିଛି ନୁହେଁ। ଶୂନ୍ୟବାଦର ଖଣ୍ଡନ ସେ କରିନାହାନ୍ତି। ତାର ଅନ୍ୟତମ କାରଣ ରୂପେ ଲେଖକଙ୍କର ମନେ ହୁଏ ଯେ ତତ୍କାଳରେ ଶୂନ୍ୟବାଦ ହତପ୍ରଭ ହୋଇଯାଇଥିଲା। ବାସ୍ତବିକ ଚନ୍ଦ୍ରକୀର୍ତ୍ତିଙ୍କ ପରେ ଶୂନ୍ୟବାଦ ମତାବଲମ୍ବୀ କୌଣସି ଦାର୍ଶନିକଙ୍କ ସହିତ ତାଙ୍କର ପରିଚୟ ନାହିଁ। ଶୂନ୍ୟବାଦର ଯୁକ୍ତି ଖଣ୍ଡନରେ ଆଚାର୍ଯ୍ୟ ଯେପରି ଶିଥିଳତା ପ୍ରଦର୍ଶନ କରିଅଛନ୍ତି ତାହାର ଅନ୍ୟତମ କାରଣ ରୂପେ ମନେ ହୁଏ ଶୂନ୍ୟବାଦ ସହିତ ମାୟାବାଦର ଘନିଷ୍ଠ ସମ୍ବନ୍ଧ। ଏ ବିଷୟ ପରବର୍ତ୍ତୀ ପରିଚ୍ଛେଦରେ ଆଲୋଚିତ ହୋଇଛି। ଶଙ୍କରାଚାର୍ଯ୍ୟ ଯେଉଁ ଦାର୍ଶନିକ ମତବାଦ ପ୍ରବର୍ତ୍ତନ କରିଛନ୍ତି ତାହା ଅଦ୍ୱୈତବାଦ, ମାୟାବାଦ ଓ ଉପନିଷଦବାଦ ନାମରେ ପରିଚିତ। ଏହାର ପ୍ରଧାନ ଉପଜୀବ୍ୟ ଉପନିଷଦ, ଅବାନ୍ତର ଉପଜୀବୀ ମାଧ୍ୟମିକ ମତବାଦ ଓ ସାଂଖ୍ୟ ଦର୍ଶନ। ଏହା ଥିଲା ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ ପୁସ୍ତକ ସମ୍ବନ୍ଧରେ କିଛି ଆଲୋଚନା। ଯଦି ଏ ବହିଟିକେ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଆମ ୱେବସାଇଟ୍ odisashop.com କୁ ଭିଜିଟ୍ କରନ୍ତୁ। ଆମ ୱେବସାଇଟ୍କୁ ଲାଇକ୍, ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।